ମତି ଆଧାରରେ ଦଳର ସଭାପତି ଚୟନ କରିଥାଏ। ମୁଁ ମଧ୍ୟ ସଭାପତି ହେଇଥିଲି। ସେ ସମୟରେ ପ୍ରତିଦ୍ୱନ୍ଦିତା ହେଇନଥିଲା, ସର୍ବସମ୍ମତ ଭାବରେ ନିଷ୍ପତ୍ତି ହେଇଥିଲା। ଅତୀତରେ ଯେତେ ଲୋକ ସଭାପତି ହେଇଛନ୍ତି ସବୁ କନସେନସସ୍ ବେସିସ୍ରେ ତଳୁ ଉପର ସ୍ତର ପର୍ଯ୍ୟନ୍ତ ଇଏ ଦଳ ସମସ୍ତଙ୍କୁ ସାଙ୍ଗରେ ନେଇକରି ସମସ୍ତଙ୍କର ମତାମତ ନେଇକରି ସାମୂହିକ ନିଷ୍ପତ୍ତି କରିଥାଏ। ତେଣୁ ଆଜି ଦଳର ସେଇଟା ହିଁ ନିଷ୍ପତ୍ତି, ସାମୂହିକ ନିଷ୍ପତ୍ତି ଯେ ସରକାର କେବେ ଆମେ ନଥିଲୁ, ଏବେ ସରକାରରେ ଅଛୁ ଏବଂ ସରକାରରେ ରହିବା ସମୟରେ ଯେ ସବୁଠାରୁ ବେଶୀ ଅନୁଭବୀ, ଯାହାଙ୍କର ଅଭିଜ୍ଞତା ଅନ୍ୟମାନଙ୍କ ଠାରୁ ବେଶୀ ଏବଂ ମେଣ୍ଟ ସରକାର ସମୟରେ ମଧ୍ୟ ସେ ସରକାରରେ ମନ୍ତ୍ରୀ ଥିବାର ଅନୁଭବ ମଧ୍ୟ ଅଛି। ସବୁ ଦିଗକୁ ବିଚାର କରିକି ସାମୂହିକ ଭାବରେ ନିଷ୍ପତ୍ତି ହେଲା। ତେଣୁ ଏକକ ନାମାଙ୍କନ ପତ୍ର ଦାଖଲ ହେଇଛି। କାଲି ଘୋଷଣା ହେବ ଏବଂ କାଲି 10ଟା ବେଳେ ତାଙ୍କର ନାଁ ଘୋଷଣା ହେବାର ସାଙ୍ଗରେ ସାଙ୍ଗରେ ତାଙ୍କୁ ଓଡ଼ିଶାର ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ, ବିଧାୟକମାନେ, ମନ୍ତ୍ରୀମାନେ, ସାଂସଦମାନେ ସମସ୍ତେ ଉପସ୍ଥିତ ହୋଇକରି ତାଙ୍କୁ ସମ୍ବର୍ଦ୍ଧନା କରିବେ। 3 ବର୍ଷ କାର୍ଯ୍ୟକାଳ ତାଙ୍କର ପୁରା ତାଙ୍କ ପଛରେ ଆମେ ଛିଡ଼ା ହେଇଛୁ। ହିମାଳୟ ଭଳିଆ ଆରମ୍ଭ ହେଇଗଲାଣି ସେଲିବ୍ରେସନ୍, ବିଜେପି ପାର୍ଟି ଅଫିସରେ ଆରମ୍ଭ ହେଲାଣି। ଏ ସେଲିବ୍ରେସନ୍ ତ ସ୍ୱାଭାବିକ ଭାବରେ ଆରମ୍ଭ ହେବ। ଆଉ ତାର ସାଙ୍ଗରେ ସାଙ୍ଗରେ 3 ବର୍ଷ ତାଙ୍କର ଅନୁଭବକୁ ଆମେ ବ୍ୟବହାର କରିବୁ। ଦଳକୁ ଆଗକୁ ବଢ଼େଇବାର ଅଛି, ସଂଗଠନକୁ ଆହୁରି ମଜବୁତ କରିବାର ଅଛି। ଆଗକୁ ପଞ୍ଚାୟତ ଇଲେକ୍ସନ୍ ଅଛି, ଆଗକୁ ମ୍ୟୁନିସିପାଲିଟି ଇଲେକ୍ସନ୍ ଅଛି। ଏସବୁ ଭିତରେ ଦଳକୁ ଶକ୍ତିଶାଳୀ କରିବାର ଅଛି ଏବଂ ଦଳକୁ ଏବଂ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଓଡ଼ିଶା ସରକାରଙ୍କର ଏବଂ କେନ୍ଦ୍ର ସରକାରଙ୍କର ଯେଉଁ ଗରିବ କଲ୍ୟାଣ ଯୋଜନା, ସେ ଯୋଜନା ମଧ୍ୟ ତୃଣମୂଳ ସ୍ତରରେ ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖକୁ ପହଞ୍ଚିବାର ଅଛି। ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତାପରେ 3 ବର୍ଷ ଆଉ ନେତୃବୃନ୍ଦ ବି ବହୁତ ଖୁସି, କାରଣ ମନମୋହନ ସାମଲଙ୍କ ଯୁଗରୁ ହିଁ ଆସିଥିଲା ଭାରତୀୟ ଜନତା ପାର୍ଟି 24 ବର୍ଷର ବିଜେଡ଼ି ସରକାରକୁ ଧ୍ୱଂସ କରି ବହୁମତରେ ସରକାର କଲା। ସେ କେବଳ ସମ୍ଭବ ହେଲା ମନମୋହନ ସାମଲଙ୍କ ଯୋଗୁଁ। ଆଉ ଯେଉଁ ଦ୍ୱିତୀୟ ଥର ପାଇଁ ଏବେ ହେଲେ, ତୃତୀୟ ଥର ପାଇଁକା ସେ ହେଲେ ପ୍ରେସିଡେଣ୍ଟ, ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ବହୁତ ଆସ୍ଥା କରି ତାଙ୍କୁ ଉପରେ ଖୁସି ହୋଇ ତାଙ୍କୁ ସଭାପତି ଘୋଷଣା କଲେ। ଏଥିରେ ସମସ୍ତେ ଆମ ଓଡ଼ିଶାର ସବୁ କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିରେ ବହୁତ ଖୁସି ଅଛନ୍ତି ଆଉ ଆନନ୍ଦ ଉତ୍ସାହ ହେଉଛି। କାଲି ଆମର ସମ୍ବର୍ଦ୍ଧନା ସଭା ହେବ, ସମସ୍ତେ ସମ୍ବର୍ଦ୍ଧନା କରିବାକୁ ପାଇଁ ଆସିବେ। ଦେଖିବା ଆଗାମୀ ଯେଉଁ ନିର୍ବାଚନ ହେଇଥିଲା, ଯେଉଁ ଥିଲା ଆମର ମେଣ୍ଟକୁ ନେଇକି ଗୋଟେ ବଡ଼ ସମାଚାର ଥିଲା, କିନ୍ତୁ ସେ ମେଣ୍ଟ କରିନଥିଲେ। ନା, ସେ ମେଣ୍ଟର ବିପକ୍ଷରେ ଛିଡ଼ା ହେଲେ, କହିଲେ ଆମେ ଏକୁଟିଆ ସରକାର କରିବୁ। ସେ ଓଡ଼ିଶାବାସୀଙ୍କର ହୃଦୟର କଥାକୁ ବୁଝିପାରିଥିଲେ। ଆଉ ବିଜେଡ଼ିର ନିର୍ଯାତନା, ଆଉ ବିଜେଡ଼ି ସରକାର ଯେଉଁଭଳି ପ୍ରକାର ସାଧାରଣ ଜନତା ଠାରୁ ଲଗାଇକିରି ବିଭିନ୍ନ ଦଳର ନେତୃବୃନ୍ଦଙ୍କୁ ବାନ୍ଧୁଥିଲା, RTI ଆକ୍ଟିଭିଟିଜକୁ ମାରି ଦିଆଯାଉଥିଲା, ଯେଉଁଭଳିଆ ଇଏରେ ଲୋକ ନିଷ୍ପତ୍ତି ନେଲେ, ଜଗନ୍ନାଥଙ୍କ ପ୍ରତି ଯେଉଁଭଳି ପ୍ରକାର ଇଏ କରିଥିଲେ, ଭଗବାନ ଜଗନ୍ନାଥ ସେ ନିଷ୍ପତ୍ତି ନେଲେ ଏ ସରକାର ଯିବାର ଅଛି, ସରକାର ପଳେଇଲା। ତାର ନେତୃତ୍ୱ ମନମୋହନ ସାମଲଙ୍କ ଉପରେ ଥିଲା। ମନମୋହନ ସାମଲ ସଭାପତି ହେବେ, ଆପଣ କେତେ ଖୁସି ଅଛନ୍ତି? ମନମୋହନ ସାମଲ ସଭାପତି ହେଲେ ମୁଁ ବହୁତ ଖୁସି ଅଛି ଆଉ ବହୁତ ଆନନ୍ଦିତ ବି ଅଛି।